ଭାରତର ଅନ୍ୟତମ ସର୍ବଶ୍ରେଷ୍ଠ ବିଇଡ଼ି କଲେଜ ଯେଉଁଠି ଭାରତର ବିଭିନ୍ନ ରାଜ୍ୟରୁ ପିଲାମାନେ ଆସି ପାଠ ପଢ଼ି ବଡ଼ ବଡ଼ କଲେଜ ଓ ସ୍କୁଲରେ ଅଧ୍ୟାପକ ହୋଇ ଯୋଗ ଦିଅନ୍ତି। ଆଚାର୍ଯ୍ୟ ବିହାର ପାଖରେ ଅବସ୍ଥିତ ସେହି ରିଜିଓନାଲ କଲେଜ ଆଗ ରାସ୍ତା ଦେଖନ୍ତୁ କିପରି ତା'ର ଦୁରାବସ୍ଥା। ତା ସହିତ ରିଜିଓନାଲ ସାଇନ୍ସ ସେଣ୍ଟର ଆଗ ରାସ୍ତା ମଧ୍ୟ ଦେଖନ୍ତୁ। ସତ କହିବାକୁ ଗଲେ ବିଜ୍ଞାପନ ଲୋଭରେ ସବୁ ଖବରକାଗଜ ଓ ଟିଭି ଚ୍ୟାନେଲ ଏଭଳି ନ୍ୟୁଜ୍କୁ କଭର କରନ୍ତି ନାହିଁ, ଯାହାର ପରିଣାମ ସାଧାରଣ ଜନତା ଭୋଗୁଛି। ତା ସହିତ ଓଡ଼ିଶା ଦେଶ ଓ ବିଦେଶରେ ବଦନାମ ହେଉଛି। କେବେ ସୁଧୁରିବ ଏହି ରାସ୍ତା ଅବସ୍ଥା? କାହାକୁ ଗୁହାରି କଲେ ରାସ୍ତାଟିଏ ଭଲ ହେବ? ମାନବିକ ଅଧିକାର କମିଶନ ଏଠି ଦେଖନ୍ତୁ ମାନବିକ ଅଧିକାର କିପରି ଖନନ ହେଉଛି। ଦେଶବାସୀ ଟ୍ୟାକ୍ସ ବିପୁଳ ପରିମାଣରେ ଦେଉଥିଲେ ବି ଭଲ ରାସ୍ତାରେ ଯିବାକୁ ସେମାନଙ୍କର ଅଧିକାର ନାହିଁ। କେଉଁଠି ଜଣେଇଲେ କିପରି ଜଣେଇଲେ ଏହାର ସମାଧାନ ହେବ? ସରକାର ଥରେ ତ ଭାବନ୍ତୁ, ଜନସାଧାରଣ କାହିଁକି ଏଇଭଳି ଦୁର୍ଦ୍ଦଶା ଭୋଗିବେ? ହକ୍ ଟ୍ୟାକ୍ସ ଦେଇକରି ସମସ୍ତଙ୍କ ପାଖକୁ ଦୌଡ଼ିବେ।